500 ଆସ ନାହିଁ, 500 ଏତେ ଶସ୍ତା ନା କଣ? 5,000 କୁଆଡେ ଆଣିବେ? ଆଣିବା ଆଡଜଷ୍ଟ ଆଉ। 1,000 ଟଙ୍କା ଦେବି, ସବୁବେଳେ ଡାକିବି ଆଉ ସବୁବେଳେ ଦେବି ଆଉ କଣ। କଣ 1000 ଟଙ୍କା ଏତେ ଶସ୍ତା? ମାସକୁ 10 ଥର ଡାକିବେ, ପ୍ରତି ରବିବାର ଡାକିବି। ମାସକୁ 10 ଥର ଡାକ, 50 ଥର ଡାକ, 5,000 ହେଲେ ଯିବି ନହେଲେ ନାଇଁ। ମାସକୁ 10 ଥର ଡାକ, 50 ଥର ଡାକ, 5,000 ହେଲେ ଯିବି ନହେଲେ ହ୍ୟାଲୋ, ନାଇଁ। ହ୍ୟାଲୋ। କୋଉଠି ଘରେ ଅଛି କି? ହଁ ଘରେ ଅଛି ଯେ କୁହ, ମିଶିବ। ଖାଇସାରିଲଣି? ହଁ ଖାଇସାରିଲିଣି। ଆଜି କଣ କଣ ରାନ୍ଧିଥିଲ? ଆଜି ରୋଷେଇ ହେଇଥିଲା, ଆଜି ତ ସଂକ୍ରାନ୍ତି, ସାଧା ରୋଷେଇ ହେଇଥିଲା। ଆଜି ହୁଁ। ଛାଡ ଖାଇ ହେଇନି? ଛାଡ ଖାଇ କାଇଁ ହବ? ଛାଡ ଖାଇ ରବିବାର ପଳେଇଲା ତ, ଛାଡ ଖାଇ। ହୁଁ। ଏବେ ତ କାର୍ତ୍ତିକ ମାସ ହବ ଆଉ ଖାଇବାର ନାହିଁ। ହୁଁ। ଆଉ କଣ ପଢିଛ କଣ ତମେ? +2 ପଢିଛି। କିଏ ଆଉ ଆଗକୁ କାହିଁ ଗଲନି? ଗଲିନି, ମତେ ଇଚ୍ଛା ହେଲାନି ଗଲିନି ଆଉ। ପଢିଥିଲେ ଭଲ ହେଇଥିଲା ନା, ଗ୍ରାଜୁଏସନ ଟା ସାରିଥିଲେ। ଏବେ କଣ କରୁଛ? ଘରେ ଅଛି ଆଉ। ଘର କଥା କହୁନି, ଆଉ ସିଏ କଣ କରୁଛନ୍ତି? କିଏ? ଘରେ ଆଉ କିଏ କିଏ ଅଛନ୍ତି? ଅଛନ୍ତି, ମୋ ଫ୍ୟାମିଲି ସମସ୍ତେ ଅଛନ୍ତି। କମ୍ଫର୍ଟ ଚାକିରି କରୁନ କି? ଚାକିରି ବାକିରି କଣ କରୁଛ କି ଗୋଟେ ପ୍ରାଇଭେଟ? ମୁଁ କିଛି ଚାକିରି କରୁନି। ନାଇଁ, ହୁଁ। ରହିବ କି କୋଉଠି? ନାଇଁ, କୋଉଠି ରହିବାକୁ ଇଚ୍ଛା ନାହିଁ ଯେ। ନାଇଁ। କଣ କୋଉଠି ମିଶିବାକୁ କହୁଥିଲ, କୋଉଠି କେମିତି ମିଶିବାକୁ? କାହିଁ ରହିବନି, ଇଚ୍ଛା ନାହିଁ କାହିଁକି? ନାଇଁ ଇଚ୍ଛା ନାହିଁ ମତେ ରହିବାକୁ, ମୋ ପାଖରେ ଟାଇମ ନାହିଁ। ବୋଲେ ଏତେ ବ୍ୟସ୍ତ କି? ହୁଁ। ବୋଲେ ଘର କାମରେ ବ୍ୟସ୍ତ ନା କଣ? କଣ? ଘର କାମରେ ବ୍ୟସ୍ତ ନା କଣ? ହଁ ଘର କାମରେ ବ୍ୟସ୍ତ। ଆଉ ଭିଡିଓ ଯାକ ଭଲ, ରିଲ ଯା ଭଲ ବନଉଛ ତ? ହୁଁ, ରିଲ ଯାକ ଭଲ ବନଉଛି ଆଉ, ଫଟୋରେ ଭଲ ମେସେଜ ତ ଦେଇଥିଲ ତ। ଫଟୋ ଯାକ ମତେ ଭଲ, ସେ ଡ୍ରେସ ଯାକ କୋଉଠୁ କିଣୁଛ ହେ? ସେ ଡ୍ରେସ ଯାକ ଅନଲାଇନ ରୁ ଅଣା ହଉଛି, ଫ୍ଲିପକାର୍ଟ ରୁ। ଫ୍ଲିପକାର୍ଟ ରେ ଏମିତି ଡ୍ରେସ ଆସୁଛି? ହୁଁ, କାଇଁ ଆସିବନି, ଆହୁରି ଅଧା ଦେଖିଲା ଭଳିଆ ବି ଆସିବ। ଆରେ ହୁଁ। ଏ ଡ୍ରେସ ପିନ୍ଧିଲେ ଘରେ କିଛି କହୁନାହାନ୍ତି? ନାଇଁ, କଣ ପାଇଁ କହିବେ? ନାଇଁ, ନା ଶାଶୁ ଶ୍ୱଶୁର ଥିବେ ନା? ନାଇଁ, କି କିଛି କହୁନାହାନ୍ତି। ନାଇଁ। ହୁଁ। ପୁରା ଫ୍ରି? ହଁ ପୁରା ଫ୍ରି। ଆଉ ଇଏ ହଜବେଣ୍ଡ କିଛି କହୁନାହାନ୍ତି? ନା ନା, ସେ ମତେ ଆଣିକି ଦଉଛନ୍ତି ଆଉ। କେମିତି? ସେମିତି ଏଗ୍ରି ହଉଛନ୍ତି? ହୁଁ। ଭଲ ତାହେଲେ, ହେଲେ ଘରେ କିଏ ଶାଶୁ ଶ୍ୱଶୁର ସବୁ ଅଛନ୍ତି କି? ହଁ ଅଛନ୍ତି। ଏବେ କଥା ଲାଗୁଛ ନାଇଁ ତଥାପି? ଏବେ କେହି ନାହାନ୍ତି, ମୁଁ ରୁମ ରେ ଅଛି। ଆଉ କଣ ଖାଇଲ ଆଜି? ଆଜି ସଂକ୍ରାନ୍ତି, ଉପାସ। ଉପବାସ କାହିଁ କରୁଛ ବେକାର, ଉପବାସ କଲେ ବ୍ରେନ ଆମର ଯିବ, ବୁଝିଲ? ହଁ ଯେ କୋଉଠି ମିଶିବାକୁ, କୋଉଠି ମିଶିବା? ସନ୍ଧ୍ୟାବେଳୁ ପାର୍ଲର ଯିବାର ଅଛି, ତାକୁ ଧରିକି ମୁଁ ନହେଲେ ଯିବି। କୋଉଠି କାହା ଧରି ମିଶିବା? ଆଇବ? ପିଲା ଧରି ଆଇବ କି? ନାଇଁ, ପିଲା ଧରି କାହିଁ ଯିବି, ପିଲା ମୋ ବିନା ରହିଯାଉଛି। ଆଉ କାହାକୁ ଧରି ଆଇବ? ମୁଁ କାହାକୁ ଧରି ଯିବିନି, ମୁଁ କହିଲି ପାର୍ଲରରେ ଯିବି ତ, ତାକୁ ଧରି ଟାଇମ ବାହାର କରିକି ଯିବି। ସନ୍ଧ୍ୟାବେଳେ ଆଇବ ବୋଲୁଛ? ହୁଁ। ସନ୍ଧ୍ୟାବେଳେ ଅଫିସ ରେ ଟିକେ ଗହଳି ଥିବ, ଅଫିସ ପାଖାପାଖି। ଅଫିସ ରୁ ଟିକେ ଟାଇମ ବାହାର କର। ହଁ, ଅଫିସ ଟା କୋଉ ପାଖରେ କି? ଖରାବେଳିଆ, କାଲିକି? ନାଇଁ ନାଇଁ, ଅଫିସ ଟା କୋଉ ପାଖରେ? ଅଫିସ ଟା ରେଡି କରି ସେ ଭିତରେ, ତମେ ଜାଣିପାରିବନି ସେଇଟା। ତମେ ଆଇଲେ ଜାଣିପାରିବନି, ତମକୁ ରିସିଭ କରିକି ଆଣିଲେ ହବ। ହଁ ତମେ କହୁନ, ମୁଁ ଜାଣିପାରିବିନି କି? ଛକକୁ ରେଡି କରି ଛକକୁ ଆଇବ, ଆଇଲେ ମୁଁ ସେଠି ପହଞ୍ଚିବି ହେଲା। ହଁ, ଲୋକେସନ ଟା ସେଣ୍ଡ କରୁନ ନହେଲେ। ଲୋକେସନ ଟା ସେ ରେଡି କରି ଛକଟା ଲାଗିବ ଲୋକେସନ ଟା ଆଉ। ପୁରା ଅଫିସ ପର୍ଯ୍ୟନ୍ତ ଯିବନି? ନାଇଁ, ଅଫିସ ପର୍ଯ୍ୟନ୍ତ ତମେ ଯାଇପାରିବନି। ଆରେ ମୋ ଇଆଡେ ସ୍କୁଟିରେ ସିଆଡେ ଧରିକି ମୁଁ ପଳେଇବି। ହେଲେ ସ୍କୁଟି ଆସିକି ତମେ ରେଡି କରି ଯାଇଲେ, ମୁଁ ସେଇଠୁ ଲୋକେସନ ଟା କହି ପଳେଇ ଆଇପାରିବ ନା? ହଁ ପଳେଇ, ଅଫିସ ନାଁ ଟା କଣ କି? ଆଁ? ଅଫିସ ର ନାଁ ଟା କଣ କି? କଣ କଣ ଏୟାରଟେଲ। କଣ ଏୟାରଟେଲ ସିମ୍ କି? ହଁ, 2 ଦିନ ଛୁଟି ଅଛି ତ। ହଁ, ଆଉ 2 ଦିନ ଛୁଟି ଅଛି, ଅଫିସ ରେ କଣ କରିବ? ନାଇଁ ବା, ଏବେ 10 ଦିନ ହେଲା ଛୁଟି ଥିଲା। ହଁ ହଁ। ମୁଁ ଡର ଲାଗୁଛି ତମମାନଙ୍କୁ ଡାକିବାକୁ, ଜାଣିନ ମତେ ଇଏ ଲାଗୁଛି ଆଉ। ବୋର ଲାଗିଲେ କଣ କରିବ କି? ଆଁ? କଣ କରିବ ବୋର ଲାଗିଲେ? ବୋର ଲାଗିଲେ ଆଉ କଣ, ଏମିତି କଥାବାର୍ତ୍ତା ହେବା କଥା ଆଉ। ଟାଇମ୍ ପାସ୍। ଟାଇମ ପାସ୍ କରିବା କଥା। ଓହୋ। ତମେ ଜାଣିନ ଯେ ଏବେ ପଚାରୁଛ ମତେ। ହଉ ଲୋକେସନ ଟା ଟିକେ ସେଣ୍ଡ କର। ଏବେ ଆସିପାରିବ? ମୁଁ ବାହାରିବି। ମୁଁ କହିଲି ପରା, ମୁଁ 4ଟା ଭିତରେ ହେଲେ ବି ଯାଇପାରିବି।
ଚାରିଟା କାହିଁକିନା ଭିତରେ ମୁଁ ହେଲେ କଲେଜ ଯିବା ପାଇଁ 4ଟା ବେଳେ ଡିସାଇଡ୍ କରିସାରିଛି। ନା ନା ଏବେ ଆସିପାରିବ ନା? ହଁ ଯାଇପାରିବି। ହେଲେ ଆସ। ସେ ଆମର ହୁଁ ସାଙ୍ଗର ଶୁଣ ହୁଁ ରେଡି ଗ୍ୟାରେଜ ପାଖରେ ସାଙ୍ଗର ନହେଲେ ଅଫିସକୁ ପଳେଇବା ହଉ। ହେଲା। ତାର ସ୍କୁଲ ଟା ଗୋଟେ ଅଛି, ହୁଁ ହୁଁ ସ୍କୁଲକୁ ପଳେଇବା ହେଲା। ହୁଁ। ସ୍କୁଲ କଣ ତ କେତେ ଛୁଟି ଦବ? ଅଛି। କଣ କେତେ ଆଁ ପଇସା ଦବ? ତମେ ଆଉନ, କଣ ଦବ କହୁନ, ତାକୁ ଧରି ମୁଁ ଯିବି ନା ଆଉ। ମୁଁ ଦେବି। ତମକୁ କହିଲି ହେଲା ଆଉ। ଆଁ ତମେ ଆସ ମୁଁ ଦେବି। କୁହ ତମେ ଆଗ କୁହ ଜାଣିବନି, କେତେ ଦବ କୁହ। ତମେ ଆସ ମୁଁ ଦେବି ହେଲା। ହଉ ନିଶ୍ଚୟ 5ରେ ଦେବି। ଦବ, 5ରେ ଦବ। 500 କିଆ? ହୁଁ 500 ଆସ। ନାହିଁ, ହୁଁ 500 ଏତେ ଶସ୍ତା ନା କଣ? 5000 କୁଆଡେ ଆଣିବେ? ଆଣିବ ଆଡଜଷ୍ଟ ଆଉ। 1000 ଟଙ୍କା ଦେବି। ସବୁବେଳେ ଡାକିବି ଆଉ ସବୁବେଳେ ଦେବି ଆଉ କଣ। କଣ 1000 ଟଙ୍କା ଏତେ ଶସ୍ତା? ମାସକୁ 10 ଥର ଡାକିବେ, ପ୍ରତି ରବିବାର ଡାକିବି। ମାସକୁ 10 ଥର ଡାକ 50 ଥର ଡାକ, 5000 ହେଲେ ଯିବି ନହେଲେ ନାଇଁ। ଆଉ ତମେ ତ ଯାହା ଇଏ କରିପାରିବନି ଆଉ ଆଗକୁ ଆଉ। ମାସ ପ୍ରଥମେ ପୁରୀ ହେଲା। ଯିବା କୋଉଦିନ? ପୁରୀ ଗୋଟେ ଦିନ ଯିବା, ମୁଁ କହିବି ତମେ ଆସ ଏଇଠି ଆଇଲେ କଥାବାର୍ତ୍ତା ହବା। ହଁ ପୁରୀ ସବୁ ଯିବା। କଥା ସେଇଠି ବେଶୀ ଟାଇମ ଦେଇପାରିବିନି, ଏଇଠି ଯେତିକି ଟାଇମ ଦେଇପାରିବି। ପୁରୀ ଗଲେ ଗୋଟେ ଦିନ ତ ଯିବା, ଗୋଟେ ଦିନ ପଳେଇବା ଆଉ ରାତିରେ ରହିକି ପଳେଇବା ଆଉ ହେଲା। ହଉ ତମେ ଲୋକେସନ ଟା ସେଣ୍ଡ କର, ଆଉ ତମର ଗୋଟେ ଫଟୋ ଭଲ ଫଟୋ ତମେ ସେଣ୍ଡ କର। ତମେ ରେଡି ଗ୍ୟାରେଜ ଛକକୁ ପଳେଇ ଆସ ଫାଷ୍ଟ। ହୁଁ ରେଡି ଗ୍ୟାରେଜ ଛକରୁ ତଳକୁ ଡାଉନକୁ ଆସ। ହୁଁ ଆଇଲେ ତମକୁ କହିବି, ସ୍କୁଲ ନାଁ ଟା କହିଦେବି, ତମେ ସେଟା ଦେଖିବ ସାଇଡରେ ଗାଡିଟା ନଥିବ ଦେଖିବ ହେଲା। ହଁ ହେଲେ ଆଉ ସେ ଲୋକେସନ ମେନ ଟା ସେଣ୍ଡ ରୋଡ କରିବନି? ତମେ ପଳେଇବ ନା, ଲୋକେସନ ଟା ଜଣା ପଡିବନି। ଲୋକେସନ ଦେଲେ ମଧ୍ୟ ରେଡି ଗ୍ୟାରେଜ ଟା ବାହାରିବ ସାଉଥର୍ନ ଜୋନ ରୁ। ତମେ ରେଡି ଗ୍ୟାରେଜ ସାଇଡ ଯୋଉ ରାସ୍ତାରେ ନାଇଁ କି ମେନ ରୋଡ ଟା ହୁଁ ତୁଳସୀନଗର, ହୁଁ ସେ ରୋଡ ସିଧା ଆସ। ଆଇଲେ ସ୍କୁଲ ଟା ପଡିବ। ସ୍କୁଲ ଟା ପଡିଲେ ସେ ସ୍କୁଲ ଟା ମୁଁ କହିବି ହେଲା। ହଉ। ସେଇଠିକି ମୁଁ ଯାଉଛି ହେଲା। ହୁଁ ଚାବିଟା ଧରିକି ଯାଉଛି ସାଙ୍ଗରେ, ହଉ ତମେ ଆସ। ହଉ ଠିକ ଅଛି। ହେଲା କେତେ ସମୟ ଭିତରେ ଆଇବ? 3ଟା ଭିତରେ ପଳେଇବ ନା? ନାଇଁ ନାଇଁ ଏତେ ଜଲଦି ନାଇଁ, 4ଟା ଏତେ ଯାଉଛି। ହଉ ଆସ। ରଖିଲି। ହୁଁ ହୁଁ।